आज ମୁଁ ସେୟାର କରୁଛି ପନିର ବିରିୟାନୀ। ୟାକୁ ବନେଇବା ବହୁତ ହି ସହଜ, କମ୍ ସମୟରେ ହେଇଯିବ। ଯେଉଁମାନେ ନୂଆ ରୋଷେଇ କରୁଛନ୍ତି ବା ପାଖରେ ବେଶୀ ସମୟ ନାହିଁ, ବ୍ୟାଚଲର ଅଛନ୍ତି, ସେମାନଙ୍କ ପାଇଁ ଏଇଟା ପୁରା ପରଫେକ୍ଟ ରେସିପି। ଏଇଠି ଆପଣମାନେ ଦେଖିପାରୁଥିବେ ଭାତ ବା ଚାଉଳ ଗୁଡ଼ିକ ପୁରା ଗୋଟା ଗୋଟା ହେଇକି ଅଛି। ଏତେ ସଫ୍ଟ, ଫ୍ଲେଭରଫୁଲ୍ ଆଉ ଟେଷ୍ଟି ହେଇଥିଲା ଯେ ବିନା ରାଇତାରେ ଖାଲି ଖାଇଯିବେ। ତେବେ ଭିଡ଼ିଓକୁ ପୁରା ଦେଖନ୍ତୁ। ରେସିପି ଭଲ ଲାଗିଲେ ନିଶ୍ଚୟ ଲାଇକ୍ ସେୟାର କରିବେ। ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ନମସ୍କାର, ମୁଁ ମିଲି ଆପଣ ସମସ୍ତଙ୍କୁ ହୋମ୍ ଫୁଡ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। এই ବିରିୟାନୀ ବନେଇବା ପାଇଁ ଏଇଠି ମୁଁ ନେଇଛି 2 କପ୍ ଲଙ୍ଗ୍ ଗ୍ରେନ୍ ବାସମତୀ ଚାଉଳ। ଏଇଠି ମୁଁ ମେଜରିଂ କପ୍ରେ ମାପିକି ନେଇଛି। ଆପଣ ଯେକୌଣସି ଗୋଟେ ଗ୍ଲାସ୍ ହଉ କପ୍ ହଉ ସେଟ୍ କରିଦେବେ, ସେଇଥିରେ ମାପିକି ନେବେ। ବିରିୟାନୀ ବନେଇବା ପାଇଁ ଆପଣ ଯେତେ ଭଲ କ୍ୱାଲିଟିର ଲମ୍ବା ପୁରୁଣା ଚାଉଳ ନେବେ ସେତେ ବଢ଼ିଆ ଟେଷ୍ଟ ଆସିବ। ତ ଏଇଠି ଦେଖନ୍ତୁ ଭଲ ଭାବରେ ଚାଉଳକୁ 2 ଥର ଧୋଇ ସାରିଲା ପରେ ସେଇଥିରେ ପାଣି ଦେଇକି ଅଧଘଣ୍ଟା ପାଇଁ ଛାଡ଼ିଦେବା। ଯଦି ବେଶୀ ସମୟ ନାହିଁ ମିନିମମ୍ 15ରୁ 20 ମିନିଟ୍ ପାଇଁ ରଖିବେ। ଚାଉଳକୁ ବତୁରେଇବା ଦ୍ୱାରା କ'ଣ ହୁଏ ନା ବିରିୟାନୀ ବନେଇଲା ବେଳେ ଗୋଟା ଗୋଟା ଲମ୍ବା ଲମ୍ବା ହେଇକି ହେବ, ଭାଙ୍ଗିବନି। ତ ଏବେ ଅଧଘଣ୍ଟା ପରେ ମୁଁ ଛାଣିଦେଲି ଚାଉଳକୁ। ତା ସହିତ ଏଇଠି 300 ଗ୍ରାମର ପନିରକୁ ବଡ଼ ବଡ଼ ପିସ୍ କ୍ୟୁବ୍ରେ କାଟିକି ନେଇଛି। 3ଟା ମିଡ଼ିୟମ୍ ସାଇଜ୍ର ପିଆଜକୁ ସ୍ଲାଇସ୍ କରିକି ନେଇଛି। 2ଟା ଟମାଟର ଚପ୍ କରିକି ନେଇଛି। ଗୋଟେ ମିଡ଼ିୟମ୍ ସାଇଜ୍ର ଗାଜରକୁ ଛୋଟ ଛୋଟ କ୍ୟୁବ୍ରେ କାଟିକି ନେଇଛି। ଆଉ 1 କପ୍ ଫ୍ରୋଜେନ୍ ମଟର ନେଇଛି। ଆପଣ ଫ୍ରେଶ୍ ମଟର ବି ନେଇପାରିବେ। ତ ଆଜି ମୁଁ ବିରିୟାନୀକୁ କୁକରରେ ବନାଉଛି। ତ ତା ପାଇଁ ଏଇଠି 2 ବଡ଼ ଚାମଚ ରିଫାଇନ୍ ତେଲ ସହିତ 1 ବଡ଼ କ୍ୟୁବ୍ ବଟର ଦେଉଛି। ବଟର ବଦଳରେ ଆପଣ ଘିଅ ବି ଦେଇପାରିବେ। ତା ସହିତ ଆମେ କିଛି ଗୋଟା ଗରମ ମସଲା ଦେବା, ଯେମିତିକି 2ଟା ତେଜପତ୍ର, 1 ଛୋଟ ଚାମଚ ଜିରା, ଅଧ ଛୋଟ ଚାମଚ ଗୋଲମରିଚ, 3ଟାରୁ 4ଟା ଛୋଟ ଗୁଜୁରାତି, 1 ଚକ୍ର ଫୁଲ, 4ଟାରୁ 5ଟା ଲବଙ୍ଗ, 2ଟା ଛୋଟ ପିସ୍ ଡାଲଚିନି ଦେଇକି କିଛି ସମୟ ଭାଜିଦେବା, ଯେମିତିକି ଜିରା ପୁରା ଭଲସେ ଫୁଟିଯିବ। ତାପରେ ଏଥିରେ କଟା ଯାଇଥିବା ପିଆଜକୁ ଦେବା। ପିଆଜକୁ ବି ହାଲକା କଲର୍ ଚେଞ୍ଜ ହେବା ଯାଏ, ଟିକେ ସଫ୍ଟ ହେବା ଯାଏ ଭାଜିବା। ବେଶୀ ବ୍ରାଉନ୍ କରିବାନି ଏଇଠି ଆମେ। ଯେମିତିକି ମୁଁ କହିଲି ମୁଁ କୁକରରେ ବନାଉଛି, ଆପଣ ଚାହିଁଲେ ଏଇ ସେମ୍ ପ୍ରୋସେସ୍ରେ ହାଣ୍ଡି କିମ୍ବା ଡେକ୍ଚିରେ ବି ବନେଇ ପାରିବେ। କେବଳ ପାଣିର ମେଜରମେଣ୍ଟ ଟିକେ କମ୍ ବେଶୀ ରହିବ। ମୁଁ ଆପଣଙ୍କୁ ଲାଷ୍ଟରେ କହିବି ଯଦି ଆପଣ ଡେକ୍ଚିରେ ବନେଇବେ କେତେ ପାଣି ଦେବେ। ତ ଏଇଠି ଦେଖନ୍ତୁ ପିଆଜ ଭାଜିଗଲା ପରେ ଏଥିରେ ଆମେ 2 ବଡ଼ ଚାମଚ ଦେବା ଅଦା ରସୁଣ ପେଷ୍ଟ। ତାକୁ ଆମେ 2ରୁ 3 ମିନିଟ୍ ଭାଜିଦେବା। ତାପରେ କାଟିକି ରଖିଥିବା ଟମାଟରକୁ ଦେଇଦେବା। ଆଜିର ଏଇ ବିରିୟାନୀ ଏକଦମ ସିମ୍ପଲ୍, ସହଜ ରହିବ। ଘରେ ଥିବା ସାମଗ୍ରୀରେ ଆପଣ ବନେଇ ପାରିବେ, ବହୁତ ହି ଟେଷ୍ଟି ଲାଗିବ। ଏଇଠି ଆପଣ ଟମାଟର ବଦଳରେ ଦହି ବି ଦେଇପାରିବେ। ଯଦି ଦହି ଦେଉଛନ୍ତି ହାଫ୍ କପ୍ ଦହିକୁ ଫେଣ୍ଟିକି ଦେବେ। ତ ଏଇଠି ଦେଖନ୍ତୁ ଆମେ ଟମାଟରକୁ ଭଲ ଭାବରେ ଗୋଳେଇ ସାରିଲା ପରେ ଏଥିରେ ବେସିକ୍ ମସଲା ଦେବା, ଯେମିତିକି ସ୍ୱାଦ ହିସାବରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ। ଏଇଠି ମୁଁ କାଶ୍ମୀରୀ ଲଙ୍କାଗୁଣ୍ଡ 1 ଛୋଟ ଚାମଚ ଦେଇଛି। ହଳଦୀ ଗୁଣ୍ଡ ଆପଣ ଏକଦମ କମ୍ ଦେବେ, ଅଧ ଛୋଟ ଚାମଚ ବା ନ ଦେଲେ ବି ଚଳିବ। ଏବେ ଆକୁ 2ରୁ 3 ମିନିଟ୍ ଲୋ ଫ୍ଲେମ୍ରେ ଭାଜିବା। ଟିକେ ଟମାଟର ପିଆଜ ସଫ୍ଟ ହେଇଗଲେ ଏଥିରେ ଆମେ ପରିବାକୁ ଦେଇଦେବା, ଯେମିତିକି ମଟର ଆଉ ଗାଜର। ଆପଣ ଚାହିଁଲେ ଆଉ କିଛି ପରିବା ବି ଆଡ଼୍ କରିପାରିବେ, କ୍ୱାଣ୍ଟିଟି କମ୍ ବେଶୀ ବି କରିପାରିବେ, ବା କେବଳ ପନିରରେ ବି এই ବିରିୟାନୀକୁ ବନେଇ ପାରିବେ। କିନ୍ତୁ ଯଦି ଟିକେ ପରିବା ପକାଇ ଦେଉଛନ୍ତି ଟେଷ୍ଟ ବହୁତ ବଢ଼ିଯିବ। ଏଇଠି ଆମେ ଗାଜର ମଟର ଦେଇ ସାରିଲା ପରେ ଲୋ ଫ୍ଲେମ୍ରେ 3ରୁ 4 ମିନିଟ୍ ପାଇଁ କଭର୍ କରିକି କଷିବା, ଯାହାଦ୍ୱାରା ମସଲା କଷି ହେବା ସହିତ ପରିବା ବି ଟିକେ ଭାଜି ହେଇଯିବ ଆଉ ତା ସହିତ ସିଝି ବି ଯିବ। ତ ଏବେ ଆକୁ କଭର୍ କରିକି ଛାଡ଼ିଦେବା, ମଝି ମଝିରେ ଗୋଳେଇବା। ତା ଭିତରେ ଚାଲନ୍ତୁ ପନିରକୁ ଆମେ ଭାଜିଦେବା। ତ ତା ପାଇଁ ଏଇଠି ଗ୍ୟାସ୍ ଉପରେ ମୁଁ ଗୋଟେ ଫ୍ରାଏ ପ୍ୟାନ୍ ବସେଇଛି। ବଟର ନ ଜଳିବା ପାଇଁ ମୁଁ ପ୍ୟାନ୍ରେ ଅଳ୍ପ ଟିକେ ରିଫାଇନ୍ ତେଲ ଦେଇଛି। ତା ସହିତ 1 ବଡ଼ କ୍ୟୁବ୍ ବଟର ଦେଉଛି। ଏବେ ଆକୁ ମେଲ୍ଟ ହେବା ପାଇଁ ଛାଡ଼ିଦେବା। ବଟରରେ ଆପଣ ପନିରକୁ ଯଦି ରୋଷ୍ଟ କରୁଛନ୍ତି ତାର ଟେଷ୍ଟ ଆହୁରି ବଢ଼ିଯିବ। ଆପଣ ଚାହିଁଲେ ଯେମିତିକି ମୁଁ କହିଲି ବଟର ବଦଳରେ ଘିଅ ବି ନେଇପାରିବେ। ତ ଏଇଠି ଦେଖନ୍ତୁ ମେଲ୍ଟ ହେଇଗଲା ପରେ ମୁଁ ସବୁ ପନିର ପିସ୍କୁ ଦେଇଦେଲି। ଆକୁ ଏବେ ଆମେ ଚାରିପଟରୁ ଲାଲ ଲାଲ କଲର୍ ଆସିବା ଯାଏ ଭାଜିବା। ତ ଦେଖିପାରୁଥିବେ ଆପଣ ଗୋଟେ ଟିପ୍ସ ଫଲୋ କରିବେ, ପନିର ହାର୍ଡ଼ କିମ୍ବା ରବରୀ ନ ହେବା ପାଇଁ ଗ୍ୟାସ୍ର ଫ୍ଲେମ୍କୁ ଏଇଠି ହାଇ ରଖିକି ଜଷ୍ଟ ଲାଲ କଲର୍ ଆସିବା ଯାଏ ଭାଜିବେ। ଲୋ ଫ୍ଲେମ୍ରେ ଯଦି ଆପଣ ଭାଜିବେ କ'ଣ ହେବ ନା ପନିରଟା ଭିତରୁ ପୁରା ଡ୍ରାଏ ହେଇଯିବ ଆଉ ଖାଇଲା ବେଳେ ଆପଣଙ୍କୁ ହାର୍ଡ଼ ଆଉ ରବରୀ ଲାଗିବ। ତ ଏଇଠି ଦେଖନ୍ତୁ ପନିର ପୁରା ବଢ଼ିଆ ସେ କଲର୍ ଆସିଗଲା, ତାକୁ ମୁଁ ବାହାର କରିଦେଲି। ସେଇ ପ୍ୟାନ୍ରେ ମୁଁ ପାଖାପାଖି 10ରୁ 15ଟା କାଜୁକୁ ଦେଇଦେଉଛି। କାଜୁକୁ ବି ଆମେ ପୁରା ଲାଲ ଲାଲ କରିକି ଭାଜିକି ବାହାର କରିଦେବା। ତ ଏଇଠି ଦେଖନ୍ତୁ ତା ଭିତରେ ଆମର ମସଲା ପୁରା ବଢ଼ିଆ ସେ ରେଡ଼ି ହେଇଗଲାଣି। ଦେଖନ୍ତୁ ଟମାଟର ପିଆଜ ପୁରା ବଢ଼ିଆ ଭାବରେ ମିଶିଗଲାଣି। ଏବେ ଏଥିରେ ଆମେ 2 ବଡ଼ ଚାମଚ ଦେବା ବିରିୟାନୀ ମସଲା। ଆପଣ ଯେକୌଣସି ବ୍ରାଣ୍ଡର ନେଇପାରିବେ। ତା ସହିତ ଛାଣିକି ରଖିଥିବା ଚାଉଳକୁ ଦେଇଦେବା। ତା ସହିତ ଆମେ ପନିର ଦେଇଦେବା ଆଉ କାଜୁକୁ ବି ଦେଇଦେବା। ପନିର ସଫ୍ଟ ରହିବା ପାଇଁ ଆଉ ଗୋଟେ ଟିପ୍ସ ଆପଣ ଫଲୋ କରିପାରିବେ, ଯେତେବେଳେ ଦେଖିବେ ମସଲା ପୁରା ରେଡ଼ି ହେଇଗଲାଣି ସେତେବେଳେ ହିଁ ଆପଣ ପନିରକୁ ଫ୍ରାଏ କରିକି ସାଙ୍ଗେ ସାଙ୍ଗେ ପକାଇବେ। ଭାଜିକି ବା ଫ୍ରାଏ କରିକି ଜମା ବି ବେଶୀ ସମୟ ରଖିବେନି। ତା ସହିତ ଆପଣ ମଲାଇ ପନିର ବା ହୋମମେଡ୍ ପନିର ଯଦି ବ୍ୟବହାର କରୁଛନ୍ତି ବେଶୀ ଭଲ ଟେଷ୍ଟ ଆସିବ। ତ ଏଇଠି ଦେଖନ୍ତୁ ପନିର କାଜୁକୁ ଦେଇ ସାରିଲା ପରେ ଆକୁ ଆମେ ହାଲକା ହାତରେ ଭଲ ଭାବରେ ଗୋଳେଇ ଦେବା ମସଲା ସହିତ ଚାଉଳକୁ। ଗ୍ୟାସ୍ର ଫ୍ଲେମ୍କୁ ଏଇଠି ଆପଣ ଲୋ ମିଡ଼ିୟମ୍ ହିଁ ରଖିଥିବେ। ଭଲସେ ମିଶିଗଲା ପରେ ଏଥିରେ ଆମେ ପାଣି ଦେବା।
जो जगार जो कप्रे मुझे मापिकी चाउल नहीं से कप्रे मापिकी ये मुझे 4 कप पानी दूसरी जेहेतु ये मुझे प्रेसर कुकर में बनाऊँगी से 2 कप चाउल 4 कप पानी नहीं माने डबल क्वांटिटी पानी नहीं जदि आप हांडी कि डेक्ची बनाऊँच ताहले 4 कप बदल में 5 कप पानी देवे तो भल भाव में आम गोलेदेवा गैस फ्लेम को आप हाई रखिदे। ये देखो मुझे दूसरी गोटे छोट चामच चीनी टेस्ट को बैलेंस करने सहित अध छोट चामच गोलमरिच गुंड किसी कटा जाइथिबा धनिया पत्र आप पुदीना पत्र भी दे पारिबे 3 ରୁ 4टा कंचा लंका को स्लिट करके मझीरू चिरिकी देदेली बहुत बढ़िया बास्ना आसो। आपको आम हल्का हाथ में टिके गोलेदेवा लास्ट रे आम देवा अधा लेंबू रस ये देखो जितेबाला पानी फुटा स्टार्ट हो ही आप ऊपर लेंबू रस देवे। लेंबू रस देले कौन हम ना चाउल गुड़िक पूरा गोटा गोटा हो जमा भी परस्पर सहित चिपकनी तापर आपको आम हल्का टिके गोलेकी कभर करदे लिड को आउ मीडियम हाई फ्लेम रे गोटे हुइसिल आसवा जे वेट करवा। जदि आप हांडी कि डेक्ची बनाऊँच ताहले आपको 20 ରୁ 25 मिनिट समय लगे आप मझीरे कभर करके चेक भी करेंगे। ये देखो गोटे हुइसिल पर गैस को बंद करदे प्रेसर रिलीज होगा जे वेट करवा ता भीतर चलतु बिरियानी सहित खाइबा गोटे रायता बनवा। ये मु बूंदी रायता बनाऊँगी यहाँ बहुत बढ़िया लगी है पनीर बिरियानी सहित तापाई ये मु गोटे कप नौ फ्रेश दही ता सहित अल्प टिके पानी देकी भल भाव में फेंटीदेवा जमती कि दही पूरा चिकन हो गले ये आम देवा किसी गुंड मसला जमती कि प्रथम स्वाद हिसाब से लुण देवा अल्प टिके कला लुण ता सहित ये मुझे दूसरी अल्प टिके लंका गुंड आउ देवा अल्प टिके चाट मसला अल्प टिके हेंगू हेंगू आपण 1 ରୁ 2 पिंच ही देवे। लास्ट रे देवा अल्प टिके गोलमरिच गुंड आउ कटा जाइथिबा कंचा लंका देले बहुत बढ़िया बास्ना आसते आप जी राग पसंद करेंगे से हिसाब से देवे। भल से सबको आम मिसई देवा दही रे मिसी गला पर इधर आम मिसेबा बूंदी ये मुझे गोटे कप पाखापाखि बूंदी बूंदी देकी भल भाव में गोले देवा। बूंदी दे सारा पर पानी यहाँ सोक कर आउटे बहलिया हो जदि आपको लगे बेसी काठुआ बहलिया हो जाऊँगी आपड़ से हिसाब से आउटे पानी देकी एडजस्ट करेंगे। लास्ट ये किसी कटा जाइए धनिया पत्र देकी मिसई देवा। ये आमर बूंदी रायता बा दही बूंदी पूरा पूरी रेडी ये बिरियानी सहित खावाई खास करके पनीर बिरियानी सहित बहुत बढ़िया लगता है। आपण मैंने निश्चय ट्राए करेंगे। तो ये आपको साइड रखदेव आप चाहिए फ्रिज रख पारे ठंडा ठंडा बहुत बढ़िया लगे। तो ये देखो प्रेसर पूरा रिलीज होगापर मुझे खोलिक आपको देखो देखो कुकर लिड खोलू खोली बहुत बढ़िया बास्ना आसुची। ये देखो पूरा परफेक्ट लगुच मुझे गोटे साइड्रु काढ़ी देखो सब गोटे साइड्रु ही काढ़े। भात गुड़िक देखो पूरा गोटा गोटा लंबा लंबा होगी अच्छे जमा भी भांगिनी आप साइड्रु काढ़ला बेले ही जानीपर केते सॉफ्ट होती जेहेतु ये कुकर लिड सांगे सांगे खोलाई पूरा बांफ बाहर बिरियानी गरम अच्छी। तो ये आपको लगुव कि भात गुड़िक लगी लगी जाइए कि 5-10 मिनिट आप वेट करेंगे बांफ गुड़िक ऊपर बाहरी गले देखिए पूरा सबू भात बा चाउल गुड़िक पूरा अलग अलग हो। ये देखो जमा भी तलू लगे एकदम परफेक्ट होती सर्व करके देखी। तो देखिले आज रेसिपी केते सहज सिंपल बनैबा निश्चय घरे आपण मैंने थरे ट्राए करूँ बहुत टेस्टी लगे समस्ते बहुत पसंद करेंगे। जदि आज वीडियो आपण मानकु पसंद आसथिबो निश्चय लाइक शेयर सब्सक्राइब करेंगे। पुणी आसबे आ गोटे नुआ रेसिपी नहीं कि रहुची। धन्यवाद।